ମୁଁ ଘରେ କାମ କରୁଥିବା ମୂଲିଆକୁ ପଠାଇ ମୁଁ କିପରି ତା ପାଖରୁ ଘଣ୍ଟା ଘଣ୍ଟା ଧରି ଜ୍ଞା ଖାଇଥିଲି ଏବଂ ମୋ ବିଆକୁ ଶାନ୍ତି କରିଥିଲି, ସେହି ବିଷୟରେ ମୁଁ ଆଜି ଆପଣମାନଙ୍କୁ ଏହି ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ ପ୍ରିୟା ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ଆପଣମାନେ ଏହି ପ୍ରକାର ଜ୍ଞା ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ, ଘରେ କାମ କରୁଥିବା ମୂଲିଆକୁ ପଠାଇ କିପରି ମୁଁ ତା ପାଖରୁ ଘଣ୍ଟା ଘଣ୍ଟା ଧରି ଜ୍ଞା ଖାଇଥିଲି, ସେହି ବିଷୟରେ ମୁଁ ଆପଣମାନଙ୍କୁ କହୁଛି। ମୋ ସ୍ୱାମୀ ବାହାରେ ଚାକିରି କରନ୍ତି। ସେ 2 ମାସେ 3 ମାସେ ଥରେ ଘରକୁ ଆସନ୍ତି। ମୁଁ କିନ୍ତୁ ପ୍ରବଳ ବେଦି। ମୋତେ ପ୍ରତ୍ୟେକ ରାତିରେ ଜ୍ଞା ଦରକାର ହୁଏ। ଯଦି ମୁଁ ଜ୍ଞା ନ ଖାଇବି ତାହେଲେ ମୋ ମୁଣ୍ଡ କାମ କରେ ନାହିଁ। ମୋତେ ବହୁତ ଅସହଜ ଲାଗେ, ମୋତେ ବହୁତ କଷ୍ଟ ଲାଗେ। ତେଣୁ ମୁଁ ରାତିରେ କ'ଣ କରେ ନା ମୋ ବିଆରେ ହାତ ବୁଲାଏ, ମୋ ଦୁଧକୁ ଚିପୁଡ଼େ। ଏମିତି କରି ଟିକିଏ ଶାନ୍ତି ଲାଗିଲା ପରେ ମୁଁ ଶୋଇପଡ଼େ। କିନ୍ତୁ ସେ ପ୍ରକାର ଶାନ୍ତି ମୋତେ ଭଲ ଲାଗୁନଥିଲା, କାରଣ ଅରିଜିନାଲ ପାଣ୍ଡୁରୁ ଜ୍ଞା ଏବଂ ବିଆରେ ଆଙ୍ଗୁଳି ଗେଞ୍ଜି ପାଣି ବାହାର କରିବା, ଏ ଦୁଇଟି ଭିନ୍ନ କଥା। ତେଣୁ ମୁଁ ବହୁତ କଷ୍ଟରେ ଚଳେ। ଆମ ଘରକୁ ଜଣେ ମୂଲିଆ, ସେ ସବୁଦିନ କାମ କରିବାକୁ ଆସେ। କାମ କରେ ଟୋକା ଲୋକଟି, ବୟସ 26 କି 27 ହେବ। ସେ ଦେଖିବାକୁ ମଧ୍ୟ ସୁନ୍ଦର, ବଳିଷ୍ଠ ଚେହେରା। ତ ସିଏ ସଦାବେଳେ ଆମ ଘରେ ରୁହେ ଏବଂ କାମ କରେ। ଦିନେ କ'ଣ ହେଇଛି ନା, ସେ କାମ କରୁଥିବା ସମୟରେ ଯେତେବେଳେ ତାର କାମ ସରିଗଲା, ସେ କ'ଣ କରୁଥିଲା ନା ଆମ ଟ୍ୟୁବୱେଲରେ ଗାଧୋଉଥିଲା। ତ ସେ ଗାମୁଛା ପିନ୍ଧି ଯେତେବେଳେ ସେ ଗାଧୋଉଥିଲା, ସେ ଗାଧୋଇବା ସମୟରେ ମୁଁ ତା ଲମ୍ବା ପାଣ୍ଡୁଟିକୁ ଦେଖିଦେଇଥିଲି। ତେଣୁ ତାର ସେଇ ଲମ୍ବା ପାଣ୍ଡକୁ ଦେଖି ସାରିଲା ପରେ ମୋ ମନ ଭିତରେ ପ୍ରବଳ ଆଗ୍ରହ ଆସିଲା ଯେ ମୁଁ କିପରି ତାକୁ ଘେହିବି। ତେଣୁ ଥରେ କ'ଣ କଲି ନା, ଗୋଟେ ବୁଦ୍ଧି ପାଞ୍ଚିଲି। ସେ କାମ କରୁଥିବା ସମୟରେ ମୁଁ କ'ଣ କଲି ନା, ତାକୁ ଘର ଭିତରକୁ ଡାକିଲି। ସେ ଗୋଡ଼ ହାତ ଧୋଇ ଘର ଭିତରକୁ ଆସିଲା ଏବଂ ମୁଁ ତାକୁ କହିଲି, ଦେଖନି ମୋ ଆଖିରେ କ'ଣ ଗୋଟେ ପଡ଼ିଗଲା, ବହୁତ ଜୋର ଯନ୍ତ୍ରଣା ହେଉଛି। ତାପରେ ସେ ମୋ ପାଖକୁ ଆସି କ'ଣ କଲା ନା, ମୋ ଆଖିକୁ ଭଲ ଭାବରେ ଦେଖିଲା। ଆଖିର ପତାକୁ ଟାଣି ଦେଖିଲା ଯେ କୌଣସି କିଛି ଆଖିରେ ନାହିଁ। ତ ଏହି ପ୍ରକାର ସେ ଦେଖୁଥିବା ସମୟରେ ମୁଁ ତାକୁ କ'ଣ କଲି ନା, ତାକୁ କଣ୍ଢେଇ ଧରିଲି। ସେ ପୁରା ଆଶ୍ଚର୍ଯ୍ୟ ହେଇଗଲା, କାରଣ ସେ ପୂର୍ବରୁ ଭାବିନଥିଲା ଯେ ମୁଁ ଏମିତି ତାକୁ କଣ୍ଢେଇ ଦେବି ବୋଲି। ତେଣୁ ମୁଁ ଯେତେବେଳେ କଣ୍ଢେଇ ପକେଇଲି, ସେ ପୁରା ଆଶ୍ଚର୍ଯ୍ୟ ହେଇଗଲା। ତାପରେ ସେ କହିଲା, କ'ଣ ଏମିତି କ'ଣ ମୋତେ କଣ୍ଢେଇ ଧରୁଛ? ମୁଁ କହିଲି, ଆରେ ଶୁଣ, ତୁ ଗୋଟେ ଦିନ କାମ କଲେ କେତେ ରୋଜଗାର କରୁଛୁ? ସେ କହିଲା, ମାଲିକ ମୋତେ 300 ଟଙ୍କା ଦିଅନ୍ତି। ମୁଁ କହିଲି, ଗୋଟେ କାମ କର, ତୁ ଆଜି ମୋତେ ପ୍ରବଳ ମାତ୍ରାରେ ଘେହିଦେ, ମୁଁ ତୋତେ 400 ଟଙ୍କା ଦେବି। 400 ଟଙ୍କା କଥା ଶୁଣି ତା ମନ ଖୁସି ହେଇଗଲା। ସେ କହିଲା, ଯଦି ବାବୁ ଜାଣିବେ ତେବେ ମୋର ଅବସ୍ଥା ବହୁତ ଖରାପ କରିଦେବେ। ମୁଁ କହିଲି, ଆରେ ନା, କେହି ଜାଣିପାରିବେ ନାହିଁ। ତୁ ମୋତେ ଆଜି ଘେହେଁ ଏବଂ ମୋ ପାଖରୁ 400 ଟଙ୍କା ନେଇକି ଯା। ଏହାପରେ ମୁଁ ତାକୁ କ'ଣ କଲି ନା, ସିଧା ମୋ ବେଡ଼ରୁମ୍କୁ ଘୋଷାରି ନେଇଗଲି ଏବଂ ତାକୁ ମୋ ବିଛଣା ଉପରେ ପକାଇଦେଲି। ତାପରେ ସେ ପିନ୍ଧିଥିବା ବରମୁଣ୍ଡାଟିକୁ ମୁଁ କ'ଣ କଲି ନା, ତଳକୁ ଟାଣିଦେଲି। ଯେମିତି ବରମୁଣ୍ଡାଟିକୁ ତଳକୁ ଟାଣି ଦେଇଛି, ତାର ଲମ୍ବା ବାଣ୍ଡଟି
ବାହାରକୁ ବାହାରି ଆସିଲା। ସେ ଭାଣ୍ଡକୁ ଦେଖି ସାରିଲା ପରେ ମୋ ମନ ଅସ୍ଥିର ହେଇଗଲା। ମୁଁ ଭାବିଲି ମନେ ମନେ, ଆରେ କେତେ ଲମ୍ବା ଭାଣ୍ଡଟି ରଖିଛି। ଏ ଭାଣ୍ଡ ଯଦି ମୋ ପିଆ ଭିତରକୁ ପଶିବ ତେବେ ମୋ ଅବସ୍ଥା ପୁରା ଖରାପ ହେଇଯିବ। ତାପରେ ମୁଁ କ'ଣ କଲି ନା ମୋର ହାତରେ ତା ଭାଣ୍ଡଟିକୁ ମୁଠେଇବାକୁ ଲାଗିଲି। 2-3 ମିନିଟ୍ ପର୍ଯ୍ୟନ୍ତ ମୁଁ କେବଳ ତା ଭାଣ୍ଡଟିକୁ ମୁଠେଇ ଚାଲିଲି। ତାପରେ ତା ଭାଣ୍ଡ ପୁରା ଷ୍ଟ୍ରଙ୍ଗ ହେଇଗଲା। ଏଥର ସେ କ'ଣ କଲା ନା ମୋ ଦୁଧରେ ମୁହଁ ମାରିଲା ଏବଂ ମୋ ଦୁଧକୁ ଚୁଚୁମିବାକୁ ଲାଗିଲା। କିଛି ସମୟ ଏମିତି ଚୁଚୁମି ସାରିଲା ପରେ ମୁଁ କ'ଣ କଲି ନା ମୋର ଲୁଗାକୁ ପୁରା ଖୋଲିଦେଲି ଏବଂ ତା ଆଗରେ ପୁରା ଉଲଗ୍ନ ହେଇଗଲି। ସେ ଯେମିତି ମୋର ଉଲଗ୍ନ ଚେହେରାକୁ ଦେଖିଛି, ସେ ପୁରା ବ୍ୟସ୍ତ ହେଇପଡ଼ିଲା। କ'ଣ କରିବ ନାହିଁ ସେ ଆଉ କିଛି ବୁଝିପାରୁନଥିଲା। କେତେବେଳେ ମୋ ପେଟରେ ହାତ ମାରୁଥିଲା, କେତେବେଳେ ମୋ ଦୁଧରେ ହାତ ମାରୁଥିଲା, କେତେବେଳେ ବିଆରେ ହାତ ବୁଲି ଆଣୁଥିଲା। ଏମିତି ପାଗଳ ଭଳିଆ ହେଇଯାଉଥିଲା। ମୁଁ ତାକୁ କହିଲି, ଆରେ ବ୍ୟସ୍ତ ହେଉଛୁ କାହିଁକି? ରହି କର, ବହୁତ ସମୟ ଅଛି, ବର୍ତ୍ତମାନ କେହି ଆସିବାର ନାହିଁ। ତେଣୁ ଆମେ ଆଜି ମନ ଭରି ଘିଆଁ ଘିଇଁ ହେବା। ତେଣୁ ତାପରେ ମୁଁ କ'ଣ କଲି ନା ସେଇ ଖଟ ଉପରେ ମୁଁ ଶୋଇପଡ଼ିଲି ଏବଂ ତାକୁ ମୋ ବିଆକୁ ଚାଟିବାକୁ କହିଲି। ସେ ବି କ'ଣ କଲା ନା ମୋ ବିଆକୁ ଚାଟିବାକୁ ଲାଗିଲା। ବେଶ କିଛି ସମୟ ଚାଟି ସାରିଲା ପରେ ମୋତେ ବହୁତ ଆରାମ ଲାଗିଲା। ମୁଁ ବି କ'ଣ କଲି ନା ତା ଭାଣ୍ଡକୁ କିଛି ସମୟ ଚାଟିବାକୁ ଲାଗିଲି। ଆମେ 2 ଜଣ ଏମିତି ଚାଟାଚୁଟି ପାଖାପାଖି 10-15 ମିନିଟ୍ ପର୍ଯ୍ୟନ୍ତ ହେଲୁ। ତାପରେ ମୁଁ ତାକୁ କହିଲି, ତୁ ଗୋଟେ କାମ କର, ଏଥର ତୋ ଭାଣ୍ଡକୁ ମୋ ବିଆ ଭିତରେ ପଶେଇ ଦେ। ସେ ବି ସେୟା କଲା। ମୋତେ ମୋର 2 ଟାଙ୍ଗକୁ ଉପରକୁ ଟେକି ଧରିଲା ଏବଂ ତାର ସେଇ ଲମ୍ବା ଭାଣ୍ଡକୁ ମୋ ବିଆ ଭିତରେ ପଶାଇଲା। ନିର୍ଦ୍ଧୁମ ଭାବରେ 10-15 ମିନିଟ୍ ପର୍ଯ୍ୟନ୍ତ ସେ ଘିଇଁ ଚାଲିଲା। ତାର ସେ ଲମ୍ବା ଭାଣ୍ଡର ଘିଆଁ ଏବଂ ସେ ଯେତେ ଜୋରରେ ଘିଉଁଥିଲା, ମୋ ବିଆ ସେତେବେଳେ ପୁରା ଦରଜ ହେଇସାରିଥିଲା। ତଥାପି ମୋତେ ବହୁତ ମଜା ଲାଗୁଥିଲା। ତାପରେ ସେ କ'ଣ କଲା ନା ମୋତେ ପେଟେଇ ଦେଲା ଏବଂ ମୋ ପଛପଟୁ ତା ଭାଣ୍ଡଟିକୁ ମୋ ବିଆରେ ପୁଣି ପଶାଇଲା। ପୁଣି ସେ ଘିଇଁଲା। ପାଖାପାଖି 20 ମିନିଟ୍ ପର୍ଯ୍ୟନ୍ତ ସେମିତି ଘିଇଁଲା। ସେ ପଛପଟରୁ ଘିଉଁଥିବା ସମୟରେ ମୋ ବିଆରୁ ସବୁ ଧଳା ପାଣି ବାହାରକୁ ବାହାରିଗଲା। କିନ୍ତୁ ତା ଭାଣ୍ଡରୁ ସେତେବେଳେ ପର୍ଯ୍ୟନ୍ତ ରସ ବାହାରି ନଥିଲା। ତେଣୁ ସିଏ ମୋତେ ଛାଡ଼ୁନଥିଲା, ଖାଲି ଘିଇଁ ଚାଲିଥିଲା। ତେଣୁ ମୁଁ ତାକୁ କ'ଣ କଲି ନା ପୁଣି ତା ଭାଣ୍ଡକୁ ଆଣି ମୋ ପାଟିରେ ପୂରେଇଲି। ପୁଣି କିଛି ସମୟ ଚାଟିଲି। ତାପରେ କହିଲି, ଏଥର ତୁ ମୋତେ କୁକୁର ଭଳି ଘିଁ। ମୁଁ ତାପରେ କ'ଣ କଲି ନା ପେଟେଇ ରହିଲି ସେଇ ଖଟ ଉପରେ। ସେ କ'ଣ କଲା ନା ତଳେ ଛିଡ଼ା ହେଇ ମୋ ବିଆରେ ତା ଭାଣ୍ଡକୁ ପଶେଇଲା। ବେଶ 5-7 ମିନିଟ୍ ପର୍ଯ୍ୟନ୍ତ ଘିଇଁ ଚାଲିଲା। ତାପରେ ତା ଭାଣ୍ଡରୁ ସବୁ ପାଣି ବାହାର ହେଇଗଲା। ଏହି ପ୍ରକାର ମୁଁ ସେଦିନ 400 ଟଙ୍କା ଦେଇ ମୋ ମୂଲିଆ ପାଖରୁ ପାଖାପାଖି ଘଣ୍ଟେ ପର୍ଯ୍ୟନ୍ତ ଘିଆଁ ଖାଇଥିଲି ଏବଂ ମୋ ବିଆକୁ ଶାନ୍ତି କରାଇଥିଲି। ଆଶା କରୁଛି ଭିଡ଼ିଓ ନିଶ୍ଚିତ ଭାବରେ ଆପଣଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଏହାକୁ ଲାଇକ୍ ଏବଂ ସେୟାର କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।